हेलो एवरीवन, जय जगन्नाथ। आजिर क्लास रे आमे माने आलोचना करिबा सुना मेडाल गल्प। गल्पर लेखक हेउचंती गाल्पिक मनोज दास। मनोज दास बालेश्वर जिल्लार शंखारी ठारे 1934 मसीहा फेब्रुआरी मास 27 तारिखरे जन्मग्रहण करथिले। प्रारंभिक पर्याୟରେ मनोज दास मार्क्सीय चेतना प्रति आकर्षित हेले परवर्ती काଳରେ श्री मा अरविंदଙ୍କ दर्शन प्रति आस्था स्थापन କରିଥିଲେ। परंपरा, भारतीय दर्शन ଓ ସଂସ୍କୃତି ପ୍ରତି ମୋହ ତାଙ୍କ ଗଳ୍ପର ଅନ୍ତଃସ୍ୱର। ମନୋଜ ଦାସଙ୍କ ପ୍ରସିଦ୍ଧ ଗଳ୍ପଗୁଡ଼ିକ ମଧ୍ୟରୁ ବିଷକନ୍ୟାର କାହାଣୀ, ଆରଣ୍ୟକ, ଶିଶ ବସନ୍ତର ଚିଠି, କଥା ଓ କାହାଣୀ, ଧୂମ୍ରାଭ ଦିଗନ୍ତ, ମନୋଜ ପଞ୍ଚବିଂଶତି, ଉପକଥା ଶତକ, ଅବଲୋକର କାହାଣୀ ଇତ୍ୟାଦି। ଉପନ୍ୟାସ ଗୁଡ଼ିକ ହେଲା ପ୍ରବଞ୍ଚନ, ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ବୁଲଡୋଜର୍ସ ଇତ୍ୟାଦି। ଗାଳ୍ପିକଙ୍କର ସୁନା ମେଡାଲ ଗଳ୍ପଟି ମାର୍କ୍ସବାଦୀ ସମାଜର ଅବକ୍ଷୟ ଏବଂ ପରିବର୍ତ୍ତିତ ଆଧୁନିକ ସାମାଜିକ ବ୍ୟବସ୍ଥାର ଜଣେ ନିଷ୍ଠାପର କଳାକାରର ସଂଘର୍ଷର କାହାଣୀ ଉପରେ ଆଧାରିତ। ଗଳ୍ପର ମୁଖ୍ୟ ଚରିତ୍ର ହେଉଛନ୍ତି କୃଷ୍ଣଚନ୍ଦ୍ର। ଚାଲନ୍ତୁ ଏବେ ଆମେ ଆଲୋଚନା କରିବା ସୁନା ମେଡାଲ ଗଳ୍ପର ସମ୍ପୂର୍ଣ୍ଣ କଥାବସ୍ତୁ। ସୁନା ମେଡାଲ। ପଶ୍ଚିମରେ ମେଘମାନେ ଦିଶୁଥିଲେ ଉଦ୍ଧତ। ଥରେ ଥରେ ଉଜ୍ଜଳ କମଳା ରଙ୍ଗର ସୂର୍ଯ୍ୟାଲୋକ ମେଘମାନଙ୍କୁ ଠକି ଦେଇ ବାହାରି ପଳାଇ ଆସି କୃଷ୍ଣଚନ୍ଦ୍ରଙ୍କ ମୁହଁ ଉପରେ ଓଜାଡ଼ି ହୋଇ ପଡ଼ୁଥିଲା। ମୁଖମଣ୍ଡଳରେ ବାର୍ଦ୍ଧକ୍ୟର ସମସ୍ତ କଳାପାହାଡ଼ୀୟ ଉତ୍ପାତ ସତ୍ତ୍ୱେ ସେ ଦିଶୁଥିଲେ ସୁନ୍ଦର। ତେବେ ସୂର୍ଯ୍ୟ ପ୍ରକଟିତ ହେବା ଓ ଲୁଚିଯିବା ସହ ପ୍ରାୟ ତାଳ ରଖି ସେ ପୁଲକିତ ଓ ବିମର୍ଷ ବୋଧ କରୁଥିଲେ। ସେ କଥା ଅବଶ୍ୟ ଜୟ ଜଗନ୍ନାଥ ଯାତ୍ରା ପାର୍ଟିର ଅନ୍ୟ ସଭ୍ୟମାନେ ବୁଝିବାର ସମ୍ଭାବନା ନଥିଲା। ତାହେଲେ କୃଷ୍ଣଚନ୍ଦ୍ର ଜୟ ଜଗନ୍ନାଥ ଯାତ୍ରା ପାର୍ଟିର ଥିଲେ ଜଣେ ସଦସ୍ୟ। ନୌକା ଅପେକ୍ଷାକୃତ ଧୀର ଗତିରେ ଅଗ୍ରସର ହେଉଥିଲା। ଯାତ୍ରା ଦଳର ସାଜ ସରଞ୍ଜାମ କମ୍ ନୁହେଁ। ନୌକାର ଓଜନ ଅନୁଭବ କରୁଥିଲେ ଦୁଇ ଆହୁଲାଦାର। ବାବୁ, କାହିଁ କେତେ ଯୁଗ ତଳେ ତମେ ଆମ ଗାଁରେ ଚୌଧୁରୀ ଅଗଣାରେ ଅଭିନୟ କରୁଥିଲ? ମାଝି ହଠାତ୍ ଉଚ୍ଛ୍ୱସିତ କଣ୍ଠରେ କହିଲା। ହଁ, 40 ବର୍ଷ ତଳେ। ତାହେଲେ ଆମେ ଜାଣିଲେ କ'ଣ, କୃଷ୍ଣଚନ୍ଦ୍ର 40 ବର୍ଷ ତଳେ କ'ଣ କରୁଥିଲେ ନା, ଏଇ ଯୋଉ ଯାତ୍ରା ପାର୍ଟି ଥିଲା ସେଇଥିରେ ଅଭିନୟ ସେ କରୁଥିଲେ। ମୋ ବୟସ ସେତେବେଳେ 10-12, ହେଲେ ଏବେ ବି ମୋ ଆଖି ଆଗରେ ତମର ସେ ରୂପ ଭାସୁଛି। ରାମଚନ୍ଦ୍ର ହୋଇଥିଲ, ଆହା ଅପୂର୍ବ ଦିଶୁଥିଲ। ମାଝି ପୁଣି ଉଚ୍ଛ୍ୱସିତ ହୋଇଗଲା। କୃଷ୍ଣଚନ୍ଦ୍ର କେଉଁ ଅଭିନୟ କରୁଥିଲେ? ରାମଚନ୍ଦ୍ରଙ୍କର ଅଭିନୟ ସେ କରୁଥିଲେ। କୃଷ୍ଣଚନ୍ଦ୍ର ମୃଦୁ ଭାବରେ ଥରେ ହସିଲେ। ସେ ଅନାଇଥିଲେ ସୁଆଡ଼େ। ଭାସି ଯାଉଥିଲା ଖଣ୍ଡିଏ ବାସି ମଲ୍ଲିହାର। ଶୀତଳ ପବନରେ ମାଝିର ସେ ମନ୍ତବ୍ୟ ବଡ଼ ସୁଖକର ଲାଗିଥିଲା। ଯେକୌଣସି ଅଭିନନ୍ଦନ ପାଇବା ମାତ୍ରେ କୃଷ୍ଣଚନ୍ଦ୍ର ପରଲୋକଗତ ଗୁରୁଙ୍କୁ ସ୍ମରଣ କରି ତାଙ୍କ ଉଦ୍ଦେଶ୍ୟରେ ଯୋଡ଼ହସ୍ତ କପାଳରେ ଛୁଆଁଇଥାନ୍ତି, ତାହା ହିଁ କଲେ। ଏକଦା ଖଣ୍ଡମଣ୍ଡଳର ଅଦ୍ୱିତୀୟ ଓସ୍ତାଦ ଗୁରୁ ହିଁ ଲେଖିଥିଲେ ସେ ନାଟକ ଜନକ ନନ୍ଦିନୀ। ସେତେବେଳେ ଗୁରୁଙ୍କ ଉଦାର ବିଧା ଚାପୁଡ଼ା ହିଁ ଥିଲା କଳା ଶିକ୍ଷାର ସହଜ ମାର୍ଗ। ଜନକ ନନ୍ଦିନୀ ଲେଖିଥିଲେ ତାଙ୍କ ଗୁରୁ। ସେଇ ଜନକ ନନ୍ଦିନୀ ନାଟକଟି ର ଅଭିନୟରେ ସେ ରାମଚନ୍ଦ୍ରଙ୍କ ଅଭିନୟ କରିଥିଲେ। କିଏ? କୃଷ୍ଣଚନ୍ଦ୍ର। ଦୀର୍ଘକାଳ ଆଖଡ଼ା ଘରେ ଯେଉଁ ରାତିରେ ପ୍ରଥମେ ଜନକ ନନ୍ଦିନୀ ପରିବେଷିତ ହେଲା ଚୌଧୁରୀଙ୍କ ଅଗଣାରେ, ସେ ରାତି ସଜୀବ ରହିଛି କୃଷ୍ଣଚନ୍ଦ୍ରଙ୍କ ସ୍ମୃତିରେ। ସୀତାଙ୍କ ପାତାଳ ପ୍ରବେଶ ବେଳେ ସେ ଯେତେବେଳେ ଯୁଗ୍ମ ବାହୁ ପ୍ରସାର କରି ଆର୍ତ୍ତନାଦ କରିଥିଲେ, ମୋତେ ପରିତ୍ୟାଗ କରି ଚାଲିଯାଅ ନାହିଁ ଜନକ ନନ୍ଦିନୀ, ସେତେବେଳେ ସହସ୍ର ନୟନରୁ ବହି ଆସିଥିଲା ଅଶ୍ରୁ। ନାଟକ ସମାପ୍ତ ହୁଅନ୍ତେ ତତ୍କାଳୀନ ଜମିଦାର ପୁଅ ତାଙ୍କରି ବୟସର ତରୁଣ ନନ୍ଦନ ଚୌଧୁରୀ ତାଙ୍କୁ କହିଥିଲେ, ବୁଝିଲୁ କୃଷ୍ଣ, ତୁ ସୁନା ମେଡାଲ ପାଇବା ଉଚିତ। ତ ନନ୍ଦନ ଚୌଧୁରୀ କ'ଣ କରିଥିଲେ ନା, କହିଥିଲେ ଯେ ତୁ ସୁନା ମେଡାଲ ପାଇବା ଉଚିତ। ତ ଶିହରି ଉଠିଥିଲେ କୃଷ୍ଣଚନ୍ଦ୍ର। ସୁନା ମେଡାଲର ପ୍ରତିଶ୍ରୁତି ନିର୍ମଳ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଦ୍ୟୁତି ଭଳି ତାଙ୍କ ମନକୁ ଝଲସାଇ ଦେଇଥିଲା। ସେ ତେଣିକି ମନ ପ୍ରାଣ ଢାଳି ଅଭିନୟ କରିଥିଲେ।
ଏବଂ ଗୁରୁଙ୍କ ନିର୍ଭୁଲ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ମନରେ ଥିଲା କ'ଣ? ମୁଁ ଦିନେ ନା ଦିନେ ସୁନା ମେଡାଲ ପାଇବି। ତାଙ୍କ ସୁଯୋଗ୍ୟ ହସ୍ତରେ ଯାତ୍ରା ଦଳର ଭାର ଅର୍ପଣ କରି ଗୁରୁ ପ୍ରାଣତ୍ୟାଗ କଲେ। ଏଇ ମଧ୍ୟରେ ଗୁରୁଙ୍କର ଅ ପ୍ରାଣତ୍ୟାଗ ହେଇଛି। ତାପରେ ସିଏ କ'ଣ କରିଛନ୍ତି ନା ସମସ୍ତ ଯାତ୍ରା ଦଳର ଦାୟିତ୍ୱ କୃଷ୍ଣଚନ୍ଦ୍ରଙ୍କ ଉପରେ ନ୍ୟସ୍ତ କରିଦେଇଛନ୍ତି। ଦଳର ସଂଗଠନରେ ମନୋନିବେଶ କରି କୃଷ୍ଣଚନ୍ଦ୍ର କ୍ରମେ ଅଭିନୟରୁ ଓହରି ଯିବାକୁ ବାଧ୍ୟ ହେଲେ। କେବେ କେମିତି ଗୋଟିଏ ଛୋଟ ଅଥଚ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ପ୍ରଚୁର ବାହାବା ପାଉଥିଲେ। କିନ୍ତୁ ପଦକ ମାନ ମିଳୁଥିଲା ମୁଖ୍ୟତଃ ନାୟକ ଓ ମୁଖ୍ୟ ଭୂମିକାର ଅଭିନେତାମାନଙ୍କୁ। ତେବେ ସେ ସବୁ ଅବଶ୍ୟ ଥିଲା ରୌପ୍ୟ ପଦକ। ଆଗରୁ ସୁନା ମେଡାଲ ଦିଆଯାଉଥିଲା, କିନ୍ତୁ ଧୀରେ ଧୀରେ ଯେତେବେଳେ ଆଧୁନିକ ସମାଜ ଆଡ଼କୁ ଆମେ ଗତି କରିଛୁ, ତ ସେତେବେଳେ କ'ଣ ଦିଆଗଲା ଯେ ରୂପା ପଦକ ଦିଆଗଲା। ପୂର୍ବବର୍ତ୍ତୀ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଥରେ ମାତ୍ର ତାଙ୍କ ଗୁରୁ ସୁନା ମେଡାଲ ପାଇଥିଲେ ବୋଲି ଜନଶ୍ରୁତି କହେ, ଅନ୍ୟ ମୁଲକର ରାଜା ଉପାଧିଧାରୀ ଜନୈକ ଜମିଦାରଙ୍କ ଠାରୁ। କୃଷ୍ଣଚନ୍ଦ୍ର ସେ ବସ୍ତୁ ଦେଖି ନାହାନ୍ତି, କିନ୍ତୁ ଜନଶ୍ରୁତିକୁ ଜନପ୍ରିୟ କରିବା ଦିଗରେ ଜଣେ ବିଶ୍ୱସ୍ତ ଶିଷ୍ୟ ହିସାବରେ ତାଙ୍କ ଅବଦାନ ସେ ଦେଇଛନ୍ତି। ବାବୁ ରୁଦ୍ର ଚୌଧୁରୀ ବଞ୍ଚିଥିଲେ ଆଜି କେଡ଼େ ଖୁସି ହୋଇଥାନ୍ତେ, ମାଝି ମନ୍ତବ୍ୟ ଦେଲା। ମାନେ ଏଥି ମଧ୍ୟରେ ରୁଦ୍ର ଚୌଧୁରୀଙ୍କର ବି ମୃତ୍ୟୁବରଣ କରିଛନ୍ତି। ରୁଦ୍ର ଚୌଧୁରୀଙ୍କର ପୁଅ ହେଉଛନ୍ତି ନନ୍ଦନ ଚୌଧୁରୀ। ହଁ, ନାଟକ ସଙ୍ଗୀତ ପ୍ରତି ତାଙ୍କର ବହୁତ ଅନୁରାଗ ଥିଲା। ସେ କାଳରେ ଆମମାନଙ୍କୁ ପୋଷିବା ଦିଗରେ ସେ କମ୍ ଖର୍ଚ୍ଚ କରିଛନ୍ତି। କୃଷ୍ଣଚନ୍ଦ୍ର କହିଲେ, ଆମ ନନ୍ଦନ ଚୌଧୁରୀଙ୍କର ଯେ ଅନୁରାଗ ନାହିଁ ତା ନୁହେଁ, ହେଲେ ତାକତ ନାହିଁ। ମାଝିର ସ୍ୱରରେ ଥିଲା ସହାନୁଭୂତି ଓ ଭଙ୍ଗୀର ବେଦନା। ତାହେଲେ ଆମେ କ'ଣ ଜାଣିଲେ? ଯଦି ପରୀକ୍ଷାରେ ପଡ଼ିଲା ରୁଦ୍ର ଚୌଧୁରୀଙ୍କର ପୁତ୍ରଙ୍କର ନାମ କ'ଣ? ନନ୍ଦନ ଚୌଧୁରୀ। କୃଷ୍ଣଚନ୍ଦ୍ର ସମର୍ଥନ ସୂଚକ ଭାବରେ ହାତ ହଲାଇଲେ। ଜମିଦାର ଚାଲିଗଲା। ନନ୍ଦନ ଚୌଧୁରୀ କ୍ରମେ ଦୁଆଳିଆ ହୋଇଗଲେ। ଚେହେରା ବାପା ଭଳି, ନିଶହଳକ ବାପା ଭଳି, ଢଙ୍ଗଢାଙ୍ଗ ବି ସେମିତି। ଫଳରେ ଯେଉଁମାନେ ରୁଦ୍ର ଚୌଧୁରୀଙ୍କୁ ଜାଣିଥିଲେ, ସେମାନଙ୍କ ଆଗରେ ନନ୍ଦନ ଚୌଧୁରୀ ତାଙ୍କ ଅସହାୟ ପ୍ରେତଟି ଭଳି ଦୋହଲୁଥାନ୍ତି। ପ୍ରେତର ବକ୍ତବ୍ୟ ଥାଏ, ଭାଷା ନଥାଏ। ତା ଛଡ଼ା ସେ ତ ନିଜ ଆୟତ୍ତରେ ବି ନାହାନ୍ତି। ମାଝି ସାମାନ୍ୟ ମଙ୍ଗ ମୋଡ଼ିବା ଅବସରରେ କହିଲା। ନୌକା କୂଳକୁ ଭିଡ଼ି ଆସୁଥିଲା। ଅଶ୍ୱତ୍ଥ ଗଛ ତଳେ ବାଳକ ତଥା କୋଳାରୂଢ଼ ଅଜ୍ଞାନ ଶିଶୁମାନଙ୍କୁ ମିଶାଇ 20 ସରିକି ଗ୍ରାମବାସୀ ତାଙ୍କୁ ପାଛୋଟି ନେବାକୁ ଅପେକ୍ଷା କରିଥିଲେ। ଅଦୂରବର୍ତ୍ତୀ ଝଙ୍କା ବରଗଛ ଗହନରୁ 3-4 ଗୋଟି ମାଙ୍କଡ଼ ଜୁଳୁ ଜୁଳୁ କରି ଅନାଇଥିଲେ। ଚିହ୍ନା ମୁହଁମାନଙ୍କରେ ହସ ଚହଲୁଥିଲା। ଆସ ଆସ କୃଷ୍ଣବାବୁ, ସକାଳେ ମେଘର ଆଡ଼ମ୍ବର ଦେଖି ଆମେ ତ ଭଡ଼କି ଯାଇଥିଲୁ, କିନ୍ତୁ ମା କାଳିକାଙ୍କ କୃପା ଅଛି। ପଶ୍ଚିମରୁ ଏଇ ଖଣ୍ଡିକ ମିଳେଇଗଲା କହିଲେ ବୟୋବୃଦ୍ଧ ମଣିଦାସ, ଅତୀତରେ ଚୌଧୁରୀଙ୍କ ଗୁମାସ୍ତା। ତାହେଲେ ଚୌଧୁରୀଙ୍କ ଗୁମାସ୍ତା କିଏ ଥିଲେ? ମଣିଦାସ। ତାଙ୍କ ପେଟର ଆକାରରୁ ଜଣାପଡ଼େ ଉତ୍ତରାଧିକାରୀମାନେ ସୁପୁତ୍ର ହୋଇଥିଲେ ଆଗାମୀ 3 ପୁରୁଷ ପର୍ଯ୍ୟନ୍ତ ସେମାନେ ବି ପେଟର ସେହିପରି ଆଭିଜାତ୍ୟ ବଜାଇ ରଖିପାରିବେ। ଆହୁରି କେତେଜଣ ବଧେଇ ଜଣେଇଲେ ଉଷୁମ ଭାଷାରେ। କୃଷ୍ଣଚନ୍ଦ୍ର ସମସ୍ତଙ୍କୁ ନମସ୍କାର କଲେ, କିନ୍ତୁ ତାଙ୍କ ଛାତି ଭିତରଯାକ ହଠାତ୍ ଥଣ୍ଡା ହୋଇଯାଇଥାଏ। ସେଥିପାଇଁ ଦାୟୀ ମାଝିର ସେ ଶେଷ ବକ୍ତବ୍ୟ। ନନ୍ଦନ ଚୌଧୁରୀ ନିଜ ଆୟତ୍ତରେ ନାହାନ୍ତି। ମାସକ ତଳେ ଯେତେବେଳେ ଚୌଧୁରୀଙ୍କୁ କୃଷ୍ଣଚନ୍ଦ୍ର ସାକ୍ଷାତ କରିଥିଲେ, ସେତେବେଳେ ବି ଚୌଧୁରୀ ପେଚାଟିଏ ଭଳି ଗୁମ୍ ହୋଇ ବସିଥିଲେ। କିନ୍ତୁ ସୁନା ମେଡାଲ ଅଦମ୍ୟ ନିଶାରେ ମତ୍ତ କୃଷ୍ଣଚନ୍ଦ୍ର ଚୌଧୁରୀ ଅଫିମ ଜନିତ ନିଶା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇନଥିଲେ। ବହୁଦିନର ସୁନା ମୁଦିଟିଏ ସହ ସଞ୍ଚିତ 300 ଟଙ୍କା ଯୋଗ କରି ବି ଯଥେଷ୍ଟ ହୋଇନଥିଲା। ବଣିଆକୁ ଏବେ ବି 50 ଟଙ୍କା ଦେବାର ଅଛି। ତେବେ ସୁନା ମେଡାଲର ଗଠନ ସୁନ୍ଦର ହୋଇଥିଲା, ଦିଶୁଥିଲା ବେଶ୍ ବଡ଼। ମେଡାଲର ସେ ଉତ୍ତମ ଆକାର ପ୍ରକାର ଅବଶ୍ୟ ଉପୁରି ସନ୍ତୋଷ। ନନ୍ଦନ ଚୌଧୁରୀ ଥରେ ଜନ ସମକ୍ଷରେ ତାଙ୍କୁ ସୁନା ମେଡାଲ ଦେବେ। ଏହା ହିଁ ହେବ ତାଙ୍କ କଳାକାର ଜୀବନର ମହାନ୍ ପରିଣତି। ରୁଦ୍ର ଚୌଧୁରୀଙ୍କ ଦାୟଦ ପରିବର୍ତ୍ତେ ଆଉ କାହା ହାତରୁ ସୁନା ମେଡାଲ ଗ୍ରହଣ କଲେ ମାନିବ ନାହିଁ। ତା ଛଡ଼ା ଆଉ କାହାରି ଆଗରେ ନିଃସଙ୍କୋଚ ହେବା ବି ସହଜ ନୁହେଁ।
ହଜୁର, ସେ କାହିଁ କେଉଁ କାଳର କଥା। ଆପଣ ମୋତେ ଥରେ ସୁନା ମେଡାଲ ଦେବେ ବୋଲି କହିଥିଲେ। ସେଦିନ କୃଷ୍ଣଚନ୍ଦ୍ର ସଙ୍କୋଚ ଛାଡ଼ି ଚୌଧୁରୀଙ୍କୁ ମନେ ପକାଇ ଦେଲେ। ଦେବି ଦେବି, ତତେ ଦେବି ନାହିଁ ତ କାହାକୁ ଦେବି? ଔଦାର୍ଯ୍ୟ ଉଛୁଳାଇ କହିଥିଲେ ଚୌଧୁରୀ। ମୋ କ୍ଷତିପୂରଣ ବାବଦରେ ଏବେ ବି ଯେଉଁ 10,000 ଟଙ୍କା ସରକାରଠି ବାକି ଅଛି, ସେତକ ମିଳିଯାଉ, ତାପରେ ସେ ସମଗ୍ର ସରକାରକୁ ଏକ ଦୁଷ୍ଟ ବ୍ୟକ୍ତିବିଶେଷ ରୂପେ ଉପସ୍ଥାପିତ କରି ଚାବୁକ ମାରି ମାରି ତାର ପାଇଜାମା ଫଟାଇ ଦେବାର ଔଚିତ୍ୟ ସମ୍ପର୍କରେ କେତେକ ଟିପ୍ପଣୀ ଦେଇସାରି ଗୋଟାଏ କୋଣରେ ଢଳି ପଡ଼ିବାର ଉପକ୍ରମ କରୁଥିଲେ। କାଳ ବିଳମ୍ବ ନ କରି କୃଷ୍ଣଚନ୍ଦ୍ର ତାଙ୍କ ହାତ ଧରି କହିଥିଲେ, ହଜୁର, ଆପଣଙ୍କ ପୁଣ୍ୟପ୍ରାଣ ପିତାଙ୍କ ଦୟାରୁ ହିଁ ଏ ଗୋଟିକ ଗଢ଼ାଇ ପାରିଛି। ତାହେଲେ ଆମେ କ'ଣ ଜାଣିଲେ? କୃଷ୍ଣଚନ୍ଦ୍ର ଚୌଧୁରୀ ଚାହୁଁଥିଲେ ଯେ ତାଙ୍କର ଇଚ୍ଛା ଥିଲା ଯେ ସୁନା ମେଡାଲ କାହା ପାଖରୁ ପାଇବେ? ରୁଦ୍ର ଚୌଧୁରୀଙ୍କ ଠାରୁ। ରୁଦ୍ର ଚୌଧୁରୀ ଯେହେତୁ ଚାଲି ଯାଇଛନ୍ତି, ତାଙ୍କର ବଂଶର ଦାୟାଦ ନନ୍ଦନ ଚୌଧୁରୀଙ୍କ ଠାରୁ ସୁନା ମେଡାଲ ପାଇବେ। ଯେହେତୁ ନନ୍ଦନ ଚୌଧୁରୀଙ୍କର ଅବସ୍ଥା ଆର୍ଥିକ ଅବସ୍ଥା ଏବେ ଶୋଚନୀୟ, ତ ସିଏ ନିଜ ହାତରେ ସୁନା ମେଡାଲ ଗଢ଼େଇକିରି ନନ୍ଦନ ଚୌଧୁରୀଙ୍କ ହାତରେ ସମର୍ପିଛନ୍ତି ଆଉ କହିଛନ୍ତି କି ମୋତେ ତମେ ସୁନା ମେଡାଲ ଦେବ ଯେତେବେଳେ ମୁଁ ନାଟକ ଅଭିନୟ କରିସାରିବି। ଆଗକୁ ଆମେ ପଢ଼ିବା। ନହେଲେ ମୁଁ କିଏ, ଇଏ କିଏ? ଏହା ଆପଣଙ୍କର ବୋଲି ଧରନ୍ତୁ। ଗ୍ରାମବାସୀମାନେ ଆମକୁ ନିମନ୍ତ୍ରଣ କରିଛନ୍ତି। ହଜୁରଙ୍କ ଦୁଆରେ ହିଁ ଅଭିନୟ ହେବ। ସେହି ରାତିରେ ଆପଣଙ୍କ ସ୍ୱହସ୍ତରେ ଏହା ଗ୍ରହଣ କରିବି। ଧନ୍ୟ ହେବି, ପବିତ୍ର ହେବି। ଚୌଧୁରୀ ମେଡାଲଟି ବହୁ ସମୟ ଯାଏ ଏପଟ ସେପଟ କଲେ। ସେ ଦିଶୁଥିଲେ ପୁଲକିତ। ଚୌଧୁରୀ ସେ ପୁଲକ ସେଦିନ କୃଷ୍ଣଚନ୍ଦ୍ରଙ୍କୁ ଶିଶୁସୁଲଭ ସରଳତା ବୋଲି ହିଁ ମନେ ହେଉଥିଲା। ଜୀବନର ମହାର୍ଘତମ ସ୍ୱପ୍ନ ଚରିତାର୍ଥ ହେବାକୁ ଯାଉଥିବାର ଦେଖି ସେ ଉଲ୍ଲସି ଉଠୁଥିଲେ। ପ୍ରକୃତରେ ତାହାର 3 ମାସ ମାତ୍ର ତଳେ ନିଜ ପିଣ୍ଡାରେ ମୋହମୁକ୍ତିଜନିତ ଘଟଣାଟି ଘଟିନଥିଲେ ହୁଏତ ଏଭଳି ପଦକ୍ଷେପ ନେଇ ନଥାନ୍ତେ। ପ୍ରାୟ 20 ବର୍ଷ ତଳେ ଯାତ୍ରାଦଳ ଭାଙ୍ଗି ଯାଇଥିଲା। ଘଟଣାବଳୀର ଧକ୍କାରେ ଶିଷ୍ୟ ସହକର୍ମୀମାନେ କିଏ କୁଆଡ଼େ ଛିଟିକି ପଡ଼ିଥିଲେ। କୃଷ୍ଣଚନ୍ଦ୍ରଙ୍କୁ ବି ସହରର ଗୋଟିଏ ଲବ୍ଧପ୍ରତିଷ୍ଠ ଥିଏଟର ପାର୍ଟିରେ କେତେ ବର୍ଷ ପାଇଁ ଜଣେ ସହକାରୀ ରୂପେ କାଳ କାଟିବାକୁ ପଡ଼ିଥିଲା। କେତେବେଳେ ହାରମୋନିୟମ ବଜାଇବାକୁ ପଡ଼ୁଥିଲା ତ କେତେବେଳେ ଡୁବି ତବଲା। ନୃତ୍ୟଠୁ ଆରମ୍ଭ କରି ମେକଅପ୍ ପର୍ଯ୍ୟନ୍ତ ସବୁଥିରେ ସେ ସହାୟତା କରୁଥିଲେ। କିନ୍ତୁ ନିଜର ଏକ ନିର୍ଦ୍ଦିଷ୍ଟ ପରିଚୟ ସେ ପ୍ରସ୍ତୁତ କରିପାରିନଥିଲେ ବା ତାଙ୍କୁ କରିବାକୁ ଦିଆଯାଇ ନଥିଲା। ଯେଉଁ ଧରଣର ନାଟକମାନ ମଞ୍ଚସ୍ଥ ହୋଇଥିଲା, ସେଥିରେ ତାଙ୍କ ଉପଯୋଗୀ ଭୂମିକା ପ୍ରାୟ ନଥିଲା, ଆଉ ତାଙ୍କୁ ନିର୍ଦ୍ଦେଶକ ପଦ ଦେବାର ପ୍ରଶ୍ନ ହିଁ ଉଠୁନଥିଲା। ତାଙ୍କ ଭିତରର ସୃଜନଶୀଳ କଳାକାର ବିଦ୍ରୋହ କରିଥିଲା। ସେ ଗାଁକୁ ଫେରି ଆସିଥିଲେ। ହୃଦୟରେ ଉଜ୍ଜୀବିତ ହୋଇଥିଲା ନିଜ ଯାତ୍ରା ଦଳ ପୁନର୍ଗଠନ କରିବାର ଦୃଢ଼ ସଂକଳ୍ପ। ଦୌଡ଼ି ଦୌଡ଼ି କରି ସେ ପୁରୁଣା ଲୋକଙ୍କ ଭିତରୁ ଅନେକଙ୍କୁ ଏକତ୍ର କରିଥିଲେ। ଭିଡ଼ି ଆସିଥିଲେ ଆବାଲ୍ୟ ତାଙ୍କ ନାମ ଶୁଣିଥିବା ଆଖପାଖର ତରୁଣ ଅଭିନେତାମାନେ। ସେ ଗୁରୁଙ୍କ ଜନକନନ୍ଦିନୀ ଦେଇ ଆରମ୍ଭ କରିବାର ଅଭିଳାଷ ଘୋଷଣା କରନ୍ତେ ତାହା ସାଦରେ ସମର୍ଥିତ ହେଲା। କ'ଣ ହେଲା? ପୁଣି ଥରେ ଯେଉଁ ଅଭିନୟ କରାଯିବ, ସେଇ ଜନକନନ୍ଦିନୀ ନାଟକ ହିଁ ଅଭିନୀତ କରାଯିବ। ତାପରେ ଭୂମିକା ବଣ୍ଟନର ପ୍ରଶ୍ନ। ସେ ତ ପାତ୍ର ପାତ୍ରୀ ତାଲିକାରେ ପ୍ରଥମ ନାମ ରାମ ପଢ଼ି ସାରି ମୁଣ୍ଡ ଅଳ୍ପ ତୋଳି ସମବେତ ଶିଳ୍ପମଣ୍ଡଳୀ ପ୍ରତି ଦୃଷ୍ଟିପାତ କରିଥିଲେ। ତ ଆଶା କରିଥିଲେ ଏକ ଅଭ୍ୟସ୍ତ ପ୍ରତିକ୍ରିୟା। ରାମ ଆଉ କିଏ ହେବ ତମ ଛଡ଼ା? କିନ୍ତୁ ସମସ୍ତଙ୍କର ଦୃଷ୍ଟି ନିବଦ୍ଧ ହୋଇଥିଲା ଜଣେ 20 ବର୍ଷର ତରୁଣ ଉପରେ। ସିଏ ଗୋଟିଏ ଯୋଡ଼ିଏ ସାମୟିକ ଯାତ୍ରାର ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ସୁନାମ ଅର୍ଜିଥାଏ। କୃଷ୍ଣଚନ୍ଦ୍ର ଚମକି ପଡ଼ିଲେ। ରାମ ଭୂମିକା ପାଇଁ ତାଙ୍କ ନାମ କେହି ପ୍ରସ୍ତାବ କଲେ ନାହିଁ। ଚମକର ହେତୁ ତାହା ନଥିଲା। ସେ ବହୁ କାଳରୁ ବୟସରେ ସେ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେଲେଣି ବୋଲି ନିଜେ ବୁଝି ପାରିନଥିଲେ। ତାହା ହିଁ ଥିଲା ତାର ହେତୁ। ମାନେ କୃଷ୍ଣଚନ୍ଦ୍ର ମନରେ ଭାବୁଛନ୍ତି ଯେ ମୁଁ ସୁନା ମେଡାଲ ପାଇବାର ଯୋଗ୍ୟ, କିନ୍ତୁ ତାଙ୍କ ମାଇଣ୍ଡରେ ନାହିଁ ଯେ ସିଏ ଯେଉଁ ବୟସରେ ରାମଚନ୍ଦ୍ର ଭୂମିକାରେ ଅଭିନୟ କରିକି ସୁନା ମେଡାଲ ପାଇବାକୁ ଆଶା ରଖିଥିଲେ, ସେ ବୟସ ତାଙ୍କଠାରୁ ଅତିକ୍ରାନ୍ତ କରି ଆସିଲାଣି। ଆଉ ସେଇ ରାମ ଚରିତ୍ରଟି ଅନ୍ୟ ଗୋଟେ ଯୁବକକୁ କୁହାଯାଉଛି ଯେ କରିବା ପାଇଁ, ଆଉ ତାଙ୍କୁ କୁହାଯାଉନି। ସେ ଜିନିଷଟି ତାଙ୍କ ମନରେ ବହୁତ କଷ୍ଟ ସୃଷ୍ଟି କରିଛି। ତ ସେ ନିଜକୁ ଧିକ୍କାର ଦେଇଥିଲେ। ଏହି ଘଟଣା ପରେ ହିଁ ସ୍ମୃତିରେ ସଜୀବ ହୋଇ ଉଠିଥିଲା ସୁନା ମେଡାଲର ସ୍ୱପ୍ନ।
ଗୋଟିଏ ପ୍ରବଳ ବତାସରେ ପ୍ରସ୍ତ ପ୍ରସ୍ତ ପାଉଁଶ ଉଡ଼ିଯାଆନ୍ତେ ଅନେକ ତଳେ ଧକ୍ ଧକ୍ କରୁଥିବା ଖଣ୍ଡିଏ ଜଳନ୍ତା ଅଙ୍ଗାର ଭଳି। ଆଜି ସେ ନାୟକ ଭୂମିକା ପାଇଁ ଯୋଗ୍ୟ ନୁହନ୍ତି। ଦିନ ଆସିବ କୌଣସି ଭୂମିକା ପାଇଁ ବି ଯୋଗ୍ୟ ବିବେଚିତ ହେବେ ନାହିଁ। ଶେଷ ଅବସ୍ଥାରେ ଗୁରୁ ଯେପରି ବେତଖଟିଆ ଉପରେ ପଡ଼ି ରହି ଅଙ୍ଗଭଙ୍ଗୀ ଦ୍ୱାରା ନବାଗତ ଶିଷ୍ୟମାନଙ୍କୁ ଅଭିନୟ ଶିଖାଉଥିଲେ ଏବଂ କ୍ରମେ ଅଙ୍ଗମାନେ ବି ଯଥାର୍ଥ ଭଙ୍ଗୀ ଦେବାରେ ଅସମର୍ଥ ହେଉଥିଲେ, ତାଙ୍କର ମଧ୍ୟ ସେହି ଅବସ୍ଥା ହେବ। ତାଙ୍କର ସୁନା ମେଡାଲ ପ୍ରତି ଯୋଉ ଲୋଭ ଥିଲା, ଯୋଉ ଆସ୍ଥା ଥିଲା, ସେ ଆସ୍ଥା ଧୀରେ 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 କମି ଆସିଲା। ସିଏ ଜାଣିପାରିଲେ ଯେ ଏଇ ଯୋଉ ଆମ ଶରୀର ଦିନେ ନା ଦିନେ କଣ ହବ ନା ମୃତ୍ୟୁ ମୁଖରେ ପଡ଼ି ଏ ସମାଜକୁ ଛାଡ଼ି ଅନ୍ୟ ଗୋଟେ କୋଉ ଜାଗାକୁ ଚାଲିଯିବ। ତ ତେବେ ଗୁରୁଙ୍କୁ ସେହି ଅବସ୍ଥାରେ ସମ୍ମାନ ଦେଖାଇବା ଭଳି ଦରଦୀ ଶିଷ୍ୟଙ୍କର ଅଭାବ ନଥିଲା। ତାଙ୍କ ବେଳକୁ ସେଭଳି କେତେଜଣ ଜୁଟିବେ ତା ନିଶ୍ଚୟତା ନଥିଲା। ଏସବୁ ଚିନ୍ତା ଭିତରେ ସୁନା ମେଡାଲର ଆକର୍ଷଣ କ୍ରମେ ଆୟତ୍ତ କରି ଆଣିଥିଲା। ଆକର୍ଷଣ ତାଙ୍କୁ କ୍ରମେ ଆୟତ୍ତ କରି ଆଣିଥିଲା। ସେ ଦଶରଥ ଭୂମିକା ଗ୍ରହଣ କରିଥିଲେ। ତାହେଲେ ସେ କଣ କଲେ? ପ୍ରଥମେ ସେ ରାମଚନ୍ଦ୍ର ଭୂମିକାରେ ଅଭିନୟ କରିଥିଲେ ଯେତେବେଳେ ତାଙ୍କ ଗୁରୁ ଥିଲେ। ଆଉ ଏବେ ତାଙ୍କର ଯେତେବେଳେ ବୟସ ଅତିକ୍ରାନ୍ତ କରିଯାଇଛି, ରାମଚନ୍ଦ୍ର ଭୂମିକା ତାଙ୍କୁ ନିଆଯାଏ ନାହିଁ ଚରିତ୍ରରେ ଅଭିନୟ କରିବା ପାଇଁ, ତ ସେ ଦଶରଥ ଚରିତ୍ରରେ ଅଭିନୟ କରିଛନ୍ତି। କୋଉ ନାଟକ? ଜନକ ନନ୍ଦିନୀ। ସେଥିରୁ ଅଭିନୟ ବା ଚାତୁର୍ଯ୍ୟ ପ୍ରଦର୍ଶନ ପାଇଁ ଯେତିକି ସୁଯୋଗ ଥିଲା, ସେ ତାର ଟିକିନିକି ସଦୁପଯୋଗ କରିଥିଲେ। ଓସ୍ତାଦ ଆଜ୍ଞା ନମସ୍କାର। ସ୍କୁଲ ଘର ଭିତରେ ବିଶ୍ରାମ ନେଉଥିଲେ କୃଷ୍ଣଚନ୍ଦ୍ର। ଟିକିଏ ପରେ କୃଷ୍ଣ ଚୌଧୁରୀଙ୍କୁ ଓଳଗି ହେବାକୁ ଯିବେ। ମେଡାଲ କଥା ସ୍ମରଣ କରାଇଦେବେ। ଅଫିମ କବଳିତ ଚୌଧୁରୀ ତାହା ହଜାଇ ଦେଇ ନଥିଲେ ରକ୍ଷା। ସେଭଳି ଆଶଙ୍କାକୁ ସେ ମନରେ ପ୍ରଶ୍ରୟ ଦେଉନଥିଲେ। ଆସନ୍ତୁ ନଟବାବୁ, ଆସନ୍ତୁ, କହି ସେ ଉଠି ବସିଲେ। ଦୋକାନୀ ନଟବର କୃଷ୍ଣଚନ୍ଦ୍ରଙ୍କ ଶତରଞ୍ଜି କଡ଼ରେ ବସିଥିଲେ। ସ୍ୱାସ୍ଥ୍ୟ, ମେଘ, ଦରଦାମ ଉପରେ ଦୁହେଁ ସର୍ବାଦୌ ଏକମତ ହେଲା ଭଳି ଚିନ୍ତାର ଆଦାନ ପ୍ରଦାନ ପରେ କଣ୍ଠସ୍ୱର ନିମ୍ନ କରି ନଟବର କହିଲେ, ଚୌଧୁରୀ ତମ ପାଇଁ ଗୋଟିଏ ସୁନା ମେଡାଲ ଗଢ଼ାଇଥିଲେ। ମୁଁ ଏଇ ଆଖିରେ ଦେଖିଛି। କିନ୍ତୁ କୃଷ୍ଣଚନ୍ଦ୍ରଙ୍କ ଛାତି ଧଡ଼ପଡ଼ ହେଲା। ସେ ଉତ୍କର୍ଣ୍ଣ ହେଲେ। ଅଭାବେ ସ୍ୱଭାବ ନଷ୍ଟ। ମୋତେ ସେ ଗୋଟିକ ବଜାରରେ ଯାଇ ବିକ୍ରି କରିଦେଇ ଆସିବାକୁ କହିଲେ। ମୁଁ କହିଲି, ବାବୁ, ଏଡ଼େ ସରାଗରେ ଯଦି ଗଢ଼ାଇଲେ ବିକିଦେବେ କାହିଁକି? ଯାହାଙ୍କ ପାଇଁ କଲେ ତାଙ୍କୁ ଦେଇ ଦିଅନ୍ତୁ। କୃଷ୍ଣଚନ୍ଦ୍ର ତାଙ୍କ କଥାରେ ଖୁସି ହେଲେ କି ନାହିଁ ତନଖିବାର ଭାବ ନଥିଲା ନଟବରଙ୍କ ଚାହାଣୀରେ। ସେଇଠୁ ଆଉ କ'ଣ ଓସ୍ତାଦ ଆଜ୍ଞା? ଅଫିମ ନହେଲେ ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର। ଯେମିତି ଖିଆଲରେ ମେଡାଲର ତିଆରି କରାଇଥିଲେ ସେମିତି ଖିଆଲରେ ବିକି ଦେଇଥିବେ। ଅବଶ୍ୟ ମୁଁ ଆଉ ତାଙ୍କୁ ଭେଟି ନାହିଁ, ତେବେ ତାଙ୍କର ଆପଣଙ୍କ ପ୍ରତି ଶ୍ରଦ୍ଧା ଅଛି କହିବାକୁ ହେବ। ନଟବର ବିଶିଷ୍ଟ ଲୋକଙ୍କ ସହ ଗପସପ ହେବାକୁ ଭଲ ପାଆନ୍ତି। ତେଣୁ ସେ ଅନର୍ଗଳ କଥା କହିଯାଉଥିଲେ। କୃଷ୍ଣଚନ୍ଦ୍ର କିନ୍ତୁ ଶୁଣିବା ବନ୍ଦ କରିଦେଇଥିଲେ। ଘଣ୍ଟାକ ଭିତରେ ସେ ଦୁଇ ଥର ଅତି ଗରମ କରି ଚାହା ପିଇଲେ ଛାତି ଭିତରର ଶୀତଳ ଦୂର କରିବା ପାଇଁ। ତାପରେ ସେ ଚୌଧୁରୀଙ୍କ ଭଙ୍ଗା କୋଠା ଆଡ଼େ ଚାଲିଲେ। ସୁନା ମେଡାଲ ଯୋଉ ଦେଇଥିଲେ କୁଆଡ଼େ ଗଲା? ସେ ଯଦି ନେଇକି ବିକି ଦେଇଥିବେ ତାହେଲେ ମୋ ମାନ ସମ୍ମାନ କ'ଣ? ମୋତେ ପୁଣି ସୁନା ମେଡାଲର ଯୋଉ ସ୍ୱପ୍ନ ଅଛି ସେଇଟା ମିଳିବ କି ନାହିଁ? ତ ଏଇସବୁ ଭାବିକିରି କ'ଣ ହେଇଛନ୍ତି ନା କୃଷ୍ଣଚନ୍ଦ୍ର ଯାଇଛନ୍ତି ଚୌଧୁରୀଙ୍କର ଭଙ୍ଗା କୋଠାଘର ଆଡ଼କୁ। ପରିତ୍ୟକ୍ତ କଚେରୀ ଆଗରେ ଗ୍ରାମବାସୀମାନେ ଚନ୍ଦ୍ରାତପ ଟାଙ୍ଗି ସାରିଥିଲେ ଓ ତଳେ ଅତିକାୟ ଶତରଞ୍ଜି ପାରିବାରେ ବ୍ୟସ୍ତ ଥିଲେ। ସେମାନଙ୍କ ଦୃଷ୍ଟି ଏଡ଼ାଇ କୃଷ୍ଣଚନ୍ଦ୍ର ଗୋଟିଏ ଗଳି ପଥରେ ଅଗ୍ରସର ହେଲେ। ବାରଣ୍ଡା ଆଗରେ ପଥରୋଧ କରି ଯୋଡ଼ିଏ ଗାଈ ବନ୍ଧା ହୋଇଥିଲେ। ସବୁକିଛି ପାଇଁ ଅନୁଚ୍ଛିକ କୁକୁରଟି ଚୌଧୁରୀଙ୍କ ଚୌକି ଉପରେ ବିଶ୍ରାମ କରୁଥିଲା। ଚୌଧୁରୀଙ୍କ ଶେଷ ଅବଶିଷ୍ଟ ପରିଚାରକ ଯୁବା ସାନ୍ଧ୍ୟ ସ୍ନାନ ପରେ ସ୍ତମ୍ଭ ଦେହରୁ ଖସି ଯାଇଥିବା ଖଣ୍ଡିଏ ଇଟା ସ୍ଥାନରେ ବିପଜ୍ଜନକ ଭାବରେ ଭାଙ୍ଗି ଯାଇଥିବା କୁନି ଦର୍ପଣଟିଏ ଗୁଞ୍ଜି ମୁଣ୍ଡ କୁଣ୍ଡାଉଥିଲା ଜନକ ନନ୍ଦିନୀର ଦର୍ଶକ ରୂପେ ପ୍ରସ୍ତୁତି ଭାବରେ। କିନ୍ତୁ ଚୌଧୁରୀ ନଥିଲେ। ବାବୁ ବଜାରକୁ ଯାଇଛନ୍ତି। ପରିଚାରକ କୃଷ୍ଣଚନ୍ଦ୍ରକୁ ନମସ୍କାର କରି ଜଣାଇଲା, ତେବେ ଆସିଯିବେ। କୃଷ୍ଣଚନ୍ଦ୍ର ବୁଲି ପଡ଼ିଲେ। ସନ୍ଧ୍ୟା ହୋଇ ଆସୁଥିଲା। ଆଉ ଚୌଧୁରୀ ଆସିବେ। ସୁନା ମେଡାଲ
ବିକି ସେ ପ୍ରଚୁର ଅଫିମ କିଣିଥିବେ ଟେଳାଏ ପକାଇ, ତାପରେ ବସି ଯାଇଥିବେ କେଉଁଠାରେ ଗଛ ମୂଳରେ, ନହେଲେ ନଈ କୂଳରେ। ଗତିଶୀଳ ସମୟ ସବୁ ଗତିଶୀଳ ସମୟ ସହ ସବୁ ସମ୍ପର୍କ ତୁଟି ଯାଇଥିବ। ତାଙ୍କଠୁ ସ୍ୱାଭାବିକ ବ୍ୟବହାର ଆଶା କରି ସେ କେଡ଼େ ଭୁଲ କରିଛନ୍ତି। ସାମାନ୍ୟ ଆହାର ପରେ କୃଷ୍ଣଚନ୍ଦ୍ର ସାଜ ହେବାରେ ମନ ଦେଲେ। ଗୁରୁ କହିଥିଲେ ନ ପଣ ଅପମାନ ପଣେ ମାନ। ରାଜି ଥିଲେ ନାଚ ଗାନ। ଅଭିନେତା ଜୀବନରେ ଏହା ହିଁ ନିୟମ। ସେ ଏଭଳି ଅନେକ ପ୍ରାସଙ୍ଗିକ କଥା ମନେ ପକାଇ ହୃଦୟରେ ବଳ ସଞ୍ଜୀବିତ କରିବାର ଚେଷ୍ଟା କରୁଥିଲେ। ଥରେ ଯାତ୍ରା ଆରମ୍ଭ ହେବା ପରେ ଯନ୍ତ୍ରଣା ଭୁଲିଯିବା ଅପେକ୍ଷାକୃତ ସହଜ ହେଲା। ସେ ପ୍ରାଣ ଢାଳି ଅଭିନୟ କଲେ। ଗଭୀର ଧ୍ୟାନ ଦେଇ ଅନ୍ୟମାନଙ୍କ ଅଭିନୟର ଗୁଣ ତ୍ରୁଟି ଲକ୍ଷ୍ୟ କଲେ। ହର୍ଷଧ୍ୱନି ଅଶ୍ରୁପାତ ଭିତରେ ନାଟକଟି ଅଗ୍ରସର ହେଲା। ପ୍ରଥମ ଅଙ୍କର ଶେଷ ଦୃଶ୍ୟରେ ହିଁ ଦଶରଥଙ୍କ ମୃତ୍ୟୁ। କୃଷ୍ଣଚନ୍ଦ୍ର ପୋଷାକ ଓ ବେଶସଜ୍ଜା ବାହାର କରିଦେଇ ଆସି ହାରମୋନିୟମ ଓ କ୍ଲାରିଓନେଟ୍ ବାଦକ ଦ୍ୱୟଙ୍କ ମଝିରେ ବସି ରହିଥିଲେ। ମୁହୂର୍ତ୍ତକ ସକାଶେ ସେ ଅନ୍ୟମନସ୍କ ହୋଇ ପଡ଼ିଥିଲେ। ପଞ୍ଚମ ଅଙ୍କର ଆରମ୍ଭର ପୂର୍ବବର୍ତ୍ତୀ ବିପୁଳ ଯନ୍ତ୍ରସଙ୍ଗୀତର ଝଙ୍କାର ବେଳେ ଶୁଭିଲା ଏକ ମୃଦୁ କିନ୍ତୁ ବ୍ୟାପକ ଗୁଞ୍ଜରଣ। ସଙ୍ଗୀତର ଝଙ୍କାର ବନ୍ଦ ହୋଇଗଲା। ସେ ମୁଣ୍ଡ ତୋଳି ଅନାଇଲେ। ରଙ୍ଗଭୂମି ମଝିରେ ଦଣ୍ଡାୟମାନ ନନ୍ଦନ ଚୌଧୁରୀ। ସେ ପିନ୍ଧିଥିଲେ ରେଶମ ବସ୍ତ୍ର ସହ ଖଣ୍ଡିଏ ଜରିଦାର କୋଟ୍। ଓସ୍ତାଦ୍ କୃଷ୍ଣଚନ୍ଦ୍ର। ଚୌଧୁରୀ ଡାକ ଦେଲେ। ଯନ୍ତ୍ରଚାଳବିତ୍ କୃଷ୍ଣଚନ୍ଦ୍ର ଠିଆ ହେଲେ ଓ ରଙ୍ଗଭୂମି ଭିତରକୁ ପାଦ ପକାଇଲେ। ଭଦ୍ରମଣ୍ଡଳୀ ମହାନ କଳାକାର ଓ ନାଟ୍ୟଗୁରୁ ଓସ୍ତାଦ୍ କୁଳଶିରୋମଣି କୃଷ୍ଣଚନ୍ଦ୍ରଙ୍କ ଅଭିନୟରେ ମୁଗ୍ଧ ହୋଇ ଆମ୍ଭେ ଆଜି ତାଙ୍କୁ ଏକ ସୁବର୍ଣ୍ଣ ପଦକରେ ଭୂଷିତ କଲୁ। କିଏ କହିଲେ? ଆମର ନନ୍ଦନ ଚୌଧୁରୀ। ଗୋଟିଏ ଶବ୍ଦ ଅତି ଜୋରରେ ତ ଗୋଟିଏ ଶବ୍ଦ ଅତି ଧୀରେ ଉଚ୍ଚାରଣ କରି ଚୌଧୁରୀ ଏତକ କହି ସୁନା ମେଡାଲ ଉଚ୍ଚ କରି ଧରିଲେ। ଦୋଦୁଲ୍ୟମାନ ଡେ ଲାଇଟ୍ ଝଲକରେ ତାହା ଥରେ ଦୁଇଥର ଚକମକ କରି ଉଠିଲା। କରତାଳି ଧ୍ୱନିରେ କମ୍ପମାନ ହେଲା ଚତୁର୍ଦ୍ଦିଗ। ହଜୁର କହି କୃଷ୍ଣଚନ୍ଦ୍ର କାନ୍ଦି ପକାଇଲେ। ନନ୍ଦନ ଚୌଧୁରୀ ତାଙ୍କୁ କୁଣ୍ଢାଇ ଧରିଥିଲେ। କରତାଳି ଧ୍ୱନି ଅବ୍ୟାହତ ରହିଥାଏ। ଚୌଧୁରୀ କୃଷ୍ଣଚନ୍ଦ୍ରଙ୍କୁ କହିଲେ ଚୁପି ଚୁପି କୋଟ୍ ଖଣ୍ଡିକ ମରାମତି କରାଇବା ପାଇଁ ଯାଇଥିଲି କୃଷ୍ଣ। ଛିଣ୍ଡା ପୋଷାକ ପିନ୍ଧି ତ ଆଉ ସୁନା ମେଡାଲ ଦେଇ ହୁଏ ନା, କିନ୍ତୁ ଆସିପାରିଲି। ହଜୁର ଆପଣ ବହୁତ ପାରିଲେ, ଏମିତି ମୁଁ କେବେ ପାରିନାହିଁ, ବଡ଼ ଆନ୍ତରିକ କଣ୍ଠରେ କହିଲେ କୃଷ୍ଣଚନ୍ଦ୍ର। ନନ୍ଦନ ଚୌଧୁରୀଙ୍କ ଥର ଥର ହାତରୁ ମେଡାଲଟି ନେଇ କୃଷ୍ଣଚନ୍ଦ୍ର ଦର୍ଶକ ମଣ୍ଡଳୀକୁ ନୀରବ ହେବାକୁ ଇଙ୍ଗିତ ଦେଲେ ଓ କହିଲେ ସଜ୍ଜନ ମଣ୍ଡଳୀ। ସେ କିନ୍ତୁ ଆଉ କିଛି କହିପାରିଲେ ନାହିଁ। ମେଡାଲଟି ସେ ନନ୍ଦନ ଚୌଧୁରୀଙ୍କ କୋଟରେ ହିଁ ଯେମିତି ଲଗାଇବାକୁ ପ୍ରେରଣା ଅନୁଭବ କରୁଥିଲେ, କିନ୍ତୁ ଚୌଧୁରୀ ତାଙ୍କୁ କୁଣ୍ଢାଇ ଧରି ଦର୍ଶକ ମଣ୍ଡଳୀ ଭିତର ଦେଇ କଚେରୀ ପିଣ୍ଡା ଆଡ଼କୁ ଅଗ୍ରସର ହେବାକୁ ଆରମ୍ଭ କଲେ। ଅହେତୁକ ଭାବରେ ଜନତା ପୁଣି ଥରେ କରତାଳି ଧ୍ୱନି ଦେଲେ। କୃଷ୍ଣଚନ୍ଦ୍ର ଓ ଚୌଧୁରୀଙ୍କର ଏହି ବିହ୍ୱଳ ମିଳନ ଅବା ନାଟକରେ ହିଁ ଅଂଶବିଶେଷ ଥିଲା ଏବଂ ଦୁଇ ଅଭିନେତା ଅବା ଅପୂର୍ବ ସାଫଲ୍ୟ ଅର୍ଜନ କରିଥିଲେ। ସେହି ପୁଲକିତ କୋଳାହଳ ଭିତରେ ସମସ୍ତଙ୍କର ଦୃଷ୍ଟି ଏଡ଼ାଇ ଚୌଧୁରୀ ଖଣ୍ଡିଏ ଲଫାପା କୃଷ୍ଣଚନ୍ଦ୍ରଙ୍କ ପକେଟରେ ପୂରାଇ ଦେଲେ। ଏତକ ମେଡାଲଟିର ଦାମ। ମୁଁ ଦେବି ବୋଲି କହିଥିଲି। ତୁମଠୁ ମାଗଣା ମେଡାଲ ରଖିବି କେମିତି? ତ ହଜୁର କୃଷ୍ଣଚନ୍ଦ୍ର ପୁଣି ନିର୍ବାକ ହୋଇଗଲେ। କ'ଣ ହେଲା? କୃଷ୍ଣଚନ୍ଦ୍ର ଯୋଉ ମେଡାଲ ନନ୍ଦନ ଚୌଧୁରୀକୁ ଦେଇଥିଲେ ସେ ମେଡାଲ ତାକୁ ପିନ୍ଧେଇଲେ, କିନ୍ତୁ ମେଡାଲର ଦାମ ଯେତିକି ହବ ସେ ଗୋଟେ ଖଣ୍ଡେ ଲଫାଫା ଭିତରେ କୃଷ୍ଣଚନ୍ଦ୍ରଙ୍କ ପକେଟରେ ସେ ମେଡାଲଟିର ଦାମଟିକୁ ପଇସା କିଛିଟେ ପୂରାଇ ଦେଲେ। ତ ହଜୁର କୃଷ୍ଣଚନ୍ଦ୍ର ପୁଣି ନିର୍ବାକ ହେଲେ। ମୋ ବଙ୍କୁଲି ବାଡ଼ି ମୁଣ୍ଡରେ ଲାଗିଥିବା ସୁନାତକ ବିକିଦେଲି। ତ ନନ୍ଦନ ଚୌଧୁରୀ କ'ଣ କରିଛନ୍ତି? ତାଙ୍କର ଗୋଟେ ବଙ୍କୁଲି ବାଡ଼ି ଧରିଥିଲେ, ସେଥିରେ କ'ଣ ଥିଲା ଯୋଉ ସୁନା ଲାଗିଥାଏ ତାର ଯୋଉ ମୂଳରେ, ତ ସେ ସୁନା ତକ ବିକିକିରି ସେ ଯେତିକି ପଇସା ହେଲା ତାକୁ ସେ ଲଫାଫାରେ ପୂରେଇକି ଆଣିଛନ୍ତି। ଯେ ମେଡାଲଟି ତ ଗଢ଼େଇଛନ୍ତି କିଏ? କୃଷ୍ଣଚନ୍ଦ୍ର ଚୌଧୁରୀ। ଯୋଉ କୃଷ୍ଣଚନ୍ଦ୍ର, ତ ତାଙ୍କୁ ସେ ମେଡାଲଟି ଦେଲେ ଆଉ ସେ ଲଫାଫାରେ ଯେତିକି ପଇସା ଥିଲା ତାକୁ କ'ଣ କରିଥିଲେ ଦେଇଥିଲେ। ବଙ୍କୁଲି ବାଡ଼ି ମୋ ସେବାରେ ତ୍ରୁଟି କରୁନାହିଁ। ଚୌଧୁରୀ ମଜାଳିଆ ଭାବରେ କହିଲେ। ଦୁହେଁ ଆସନ ଗ୍ରହଣ କରିବା ମାତ୍ରେ ହେଲା ଘଣ୍ଟ ଧ୍ୱନି। ଆରମ୍ଭ ହେଲା ପଞ୍ଚମ ଅଙ୍କ। ଏଇଠୁ ଆମର
ଏଇ ଗଳ୍ପଟି ଶେଷ ହେଲା। ଏଇ ଗଳ୍ପରେ ଆମେ ଅ, କଣ ଶିଖିଲେ ମାନେ ତାଙ୍କର ସେ ଯୋଉ ସୁନା ମେଡାଲ ର ସ୍ୱପ୍ନ ଥିଲା, ସେ ସୁନା ମେଡାଲ ର ସ୍ୱପ୍ନ ତାଙ୍କର ପୂରଣ ହେଲା। ତା ସହିତ ନନ୍ଦନ ଚୌଧୁରୀ ମଧ୍ୟ ତାଙ୍କର ଯୋଉ ବଙ୍କୁଲି ବାଡ଼ିରେ ଯୋଉ ସୁନା କିଛିଟା ଲାଗିଥିଲା ତାକୁ ବିକ୍ରି କରିକିରି ସେଥିରେ ଲଫାଫାରେ ପୁରେଇକିରି ସେ ଦେଇଥିଲେ। ତ ନେକ୍ସଟ କ୍ଲାସରେ ଆମେ କୋଉ ଭିଡ଼ିଓ କରିବା ତମେ ମାନେ କମେଣ୍ଟ ମାଧ୍ୟମରେ ଜଣେଇବ। ଏତିକି କହୁଛି, ନମସ୍କାର।